ଯୁବତୀ ମାନଙ୍କ ପାଇଁ ଯୋଉ ପୁଅ ଝିଅ ମାନଙ୍କ ପାଇଁ ଆମେ ଅନେକ ପଇସା ସର ପରିଶ୍ରମ କରୁ ଆମେ ଆମମାନଙ୍କ ଚର୍ଚ୍ଚରେ ଜଣେ ଭାଇ ଆସିଛନ୍ତି ସେ ତାଙ୍କର ଝିଅ ଏବେ ୟୁକେଜି ପଢୁଛି ତାଙ୍କର ଗାଁରେ ନିଜ ଘର ଅଛି ସେ ଘରକୁ ଛାଡି ତାଙ୍କର ଅଫିସ ଠାରୁ ଦୂର ଏଥିପାଇଁ ସେ କୋରାପୁଟ ଜିଲ୍ଲାକୁ ଆସିଛନ୍ତି ଯେମିତି କି ତାଙ୍କର ଛୁଆଟା ସ୍କୁଲରେ ପାଠ ପଢି ପାରିବ ସେ ପ୍ରତିଦିନ 70 କିଲୋମିଟର ଅଫିସକୁ ଯିବେ ଆଉ 70 କିଲୋମିଟର ଫେରିବେ ମାତ୍ର ତାଙ୍କର ଛୁଆ ପାଇଁ ସ୍କୁଲ ପାଖ ହବ ବୋଲି ସେ ଏ ପ୍ରକାର ଆସୁଛନ୍ତି ବୋଲେ ଆମର ପୁଅ ଝିଅ ମାନେ ପାଇଁ ଷ୍ଟଡିଟା କେତେ ଇମ୍ପୋର୍ଟାଣ୍ଟ ମା ବାପା ମାନେ ସେଟା ବୁଝିଛନ୍ତି ଆଉ ଆମେ ପ୍ରାର୍ଥନା ବି କେତେ ଇମ୍ପୋର୍ଟାଣ୍ଟ ଆମମାନଙ୍କର ପୁଅ ଝିଅ ପାଇଁ ଯଦି ଏଇ 60-70 ବର୍ଷର ଜୀବନ ପାଇଁ ଯଦି ଆମେ ଏତେ ପରିଶ୍ରମ ଆମେ କରୁଛୁ ତାହେଲେ ଅନନ୍ତ ଜୀବନ ନିମନ୍ତେ ଆମମାନଙ୍କର ପୁଅ ଝିଅ ନିମନ୍ତେ ଆମେ କଣ କରିବାର ଆବଶ୍ୟକ ରହିଛି ପ୍ରଭୁ ଆମମାନଙ୍କୁ ଅନୁଗ୍ରହ କରନ୍ତୁ ଆମମାନଙ୍କ ଯୁବା ଯୁବତୀ ମାନଙ୍କ ନିମନ୍ତେ ସୁନ୍ଦର ପଦ ଗୋଟେ ଆମେ ପଢିବା ଗୀତ ସଂଗୀତା ପୁସ୍ତକ 119 ଗୀତ ସଂଗୀତା 119 ଆଉ 9 ପଦ ଆମେ ପଢିବା ଯୁବା ମନୁଷ୍ୟ କି ପ୍ରକାରେ ଆପଣା ପଥ ପରିଷ୍କାର କରିବ ଯୁବା ମନୁଷ୍ୟ ପାଇଁ କଣ ଦରକାର ଅଛି ପଥ ପରିଷ୍କାର ଦରକାର ଅଛି ଯୋସେଫ ପୁରାତନ ନିୟମର ଯୋସେଫ ସେ ତାଙ୍କର ପଥ କେମିତି ପରିଷ୍କାର କଲେ ଧାଇଁକିନା ପଳେଇବାରୁ ତାଙ୍କର ପଥ ପରିଷ୍କାର ହେଲା ପଟିଫରଙ୍କର ସ୍ତ୍ରୀଙ୍କର ସେ କବ୍ଜାରୁ ହାବୁଡତାରୁ ଧାଇଁକିନା ପଳେଇଲେ ତାଙ୍କର ପଥ ପରିଷ୍କାର ହେଲା ସେମିତି ତାଙ୍କର ପଥକୁ ସେ ପରିଷ୍କାର କଲେ ଆଉ ଦାନିଏଲ ତାଙ୍କର ପଥକୁ କେମିତି ପରିଷ୍କାର କଲେ ନାହିଁ କହିଲେ ନାଇଁ ଏଇଟା ମୁଁ କୌଣସି ପ୍ରକାର ଭାବରେ ଖାଇପାରିବି ନାହିଁ ଏଇଟା ମୁଁ ପିଇ ପାରିବି ନାହିଁ ଏଇଟା ମୁଁ କରିପାରିବି ନାହିଁ ଏଇଟା ମୋ ଦେଇ ହେଇପାରିବ ନାହିଁ ଆମେ କେମିତି ଯୋଉ ଯୋଉ ସ୍ଥାନ ମାନଙ୍କରେ ଧାଇଁବାର ଅଛି ଧାଇଁ ପଳେଇବାର ଅଛି ଯୋଉ ଯୋଉ ସ୍ଥାନ ମାନଙ୍କରେ ନାହିଁ କହିବାର ଅଛି ନାହିଁ କହିବାର ଅଛି ଆଉ ଯୋଉ ଯୋଉ ସ୍ଥାନ ମାନଙ୍କରେ ଠିଆ ହେଇ ଲଢେଇ କରିବାର ଅଛି ଦାଉଦ କେମିତି କଲେ ସେ ଗୋଲିଆତ ସହିତ ଲଢିଲେ ସେ ଲଢିକିନା ତାଙ୍କୁ ପରାଜୟ କଲେ ଯୁବା ଯୁବତୀ ମାନେ ସେଇ ପ୍ରକାର ଭାବରେ ନିଜ ନିଜର ପଥକୁ ପରିଷ୍କାର କରିବାର ଅଛି ସେଥିପାଇଁ ଦାଉଦ କହୁଛନ୍ତି ଗୋଟେ ଯୁବା ମନୁଷ୍ୟ ଆଜି ଆମମାନଙ୍କର ଯୁବା ମନୁଷ୍ୟ ମାନଙ୍କର ପିମ୍ପଲ୍ସ ହେଲେ ୟୁଟ୍ୟୁବରେ ସର୍ଚ୍ଚ କରୁଛନ୍ତି ୟୁଟ୍ୟୁବ ଟିକେ କହ ତ ପିମ୍ପଲ୍ସ ଟା କେମିତି ଦୂର ହେବ ଗାଲଟା କେମିତି ପରିଷ୍କାର ହେବ ସେଇଟା ସେମାନେ ଦେଖୁଛନ୍ତି ଗାଲ ପରିଷ୍କାର ଠାରୁ ମୁହଁ ପରିଷ୍କାର ଠାରୁ ଆମମାନଙ୍କ ପଥ ପରିଷ୍କାର ହେବାର ଅଛି ସେଇ ପଥରେ କ୍ଲିୟର ଆମମାନଙ୍କୁ ଦେଖାଯିବାର ଅଛି ଯୋଉ ପଥରେ ମୁଁ ଚାଲୁଛି ଏଇ ପଥ ମତେ ଅନନ୍ତ ଜୀବନ ଆଡକୁ କଢେଇ ନଉଛି କି ନାହିଁ ଆମମାନଙ୍କ ଯୁବା ଯୁବତୀ ମାନଙ୍କର ପଥ ପରିଷ୍କାର କରିବାର ଆବଶ୍ୟକ ରହିଛି ସେଥିପାଇଁ ସେ ଦାଉଦ କହୁଛନ୍ତି ଯେ କି ପ୍ରକାର ଭାବରେ ଗୋଟେ ଯୁବା ମନୁଷ୍ୟ ଆପଣା ପଥକୁ ପରିଷ୍କାର କରିବ କେମିତି କରିବ ତୁମ ବାକ୍ୟ ଅନୁଯାୟୀ ତହିଁ ବିଷୟରେ ସାବଧାନ ହେଲେ କରିବ ସେଥିପାଇଁ ପ୍ରତ୍ୟେକ ଯୁବା ଯୁବତୀ ମାନେ ବାକ୍ୟ ବହୁତ ପଢିବାର ଆବଶ୍ୟକ ରହିଅଛି ବାକ୍ୟ ବହୁତ ଜାଣିବାର ଆବଶ୍ୟକ ରହିଅଛି ପ୍ରିୟମାନେ ଆମମାନଙ୍କର ଯୁବା ଯୁବତୀ ମାନଙ୍କୁ ଇଣ୍ଡିଆନ କ୍ରିକେଟ ଟିମର 15 ଜଣ ପ୍ଲେୟରର ନାଁ ଜଣା ମାତ୍ର ଯୀଶୁଙ୍କର 12 ଶିଷ୍ୟଙ୍କର ନାଁ ସେମାନେ ଜାଣି ନାହାନ୍ତି ଇସ୍ରାଏଲର 12 ଗୋଷ୍ଠୀର ନାଁ ସେମାନଙ୍କୁ ଜଣା ନାହିଁ ଆଦି ପୁସ୍ତକ ଲେବି ଆଦି ଯାତ୍ରା ଲେବି ଗଣନା ଦ୍ୱିତୀୟ ବିବରଣୀ ଝିଅସୁଏ ତାପରେ ଆହୁରି ଜଣା ନାହିଁ ସେତିକି ଆଗ ଜାଣିଛନ୍ତି ଆମମାନଙ୍କ ପାଖରେ ଗୋଟିଏ ବାଇବଲ ଅଛି ସେ ବାଇବଲର 39 ବୁକ୍ସର ନାଁ ଆମକୁ ଜଣା ନାହିଁ ଗୋଟେ ପୁଅକୁ ତ କୁହାଗଲା ହସିବା ପୁସ୍ତକ କାର୍ଡରେ ସେ ନୂତନ ନିୟମ ଖୋଜିଲା ଲାଷ୍ଟକୁ କହିଲା ମୋର ବାଇବଲରେ ନାହିଁ ବୋଲି କହିଦେଲା ସେ କାହିଁକି ସେ ଜାଣିନାହିଁ ହସିବା ପୁସ୍ତକ ନୂତନ ନିୟମର ଅଛି କି ପୁରାତନ ନିୟମର ଅଛି ସେ ନାହିଁ ବୋଲି କହିଦେଲା ସେ ଆଜ୍ଞା ମୋର ବାଇବଲରେ ନାହିଁ ଆଜ୍ଞା ଆଉ ଜଣେ ତ କହିଲେ ମୁଁ ଆଣି ଆଜ୍ଞା ନାହିଁ ଆଜ୍ଞା ବୋଲି କହୁଛି ସେ ପ୍ରିୟମାନେ ଆମମାନଙ୍କର ଯୁବା ଯୁବତୀ ମାନେ ବାକ୍ୟ ବହୁତ ପଢିବାର ଆବଶ୍ୟକ ରହିଛି ଯେତେବେଳେ ସେମାନେ ବାକ୍ୟ ପଢିବେ ସେମାନଙ୍କର ପଥଟା କ୍ଲିୟର ହେଇଯିବ କ୍ରିଷ୍ଟାଲ କ୍ଲିୟର ସେମାନେ ସବୁ ବିଷୟ ଗୁଡିକକୁ ଦେଖିପାରିବେ ଏ ରାସ୍ତାରେ ଚାଲିବାର କି ଏ ରାସ୍ତାରେ ଚାଲିବାର କି ନାହିଁ ଏଇ ରାସ୍ତାରେ ଯିବାର କି ସେଇ ରାସ୍ତାରେ ଯିବାର ନାହିଁ ସେମାନେ ଜାଣିପାରିବେ ପ୍ରଭୁ ଆମମାନଙ୍କୁ ଅନୁଗ୍ରହ କରନ୍ତୁ ଆମେ ଆମମାନଙ୍କର ଯୁବା ଯୁବତୀ ମାନଙ୍କର ପଥ ପରିଷ୍କାର କରିବା ନିମନ୍ତେ ଆମେ ପ୍ରାର୍ଥନା ଆମେ କରିବା ପାଇଁ ଯିବା
ସେମାନେ ଯେ ପ୍ରକାର ବାକ୍ୟ ଅଧିକରୁ ଅଧିକ ପଢିବେ, ଶୈତାନର ସବୁ ଟ୍ରାପ୍ ଜାଣିବେ, ଜଗତର ସବୁ ପ୍ରକାର ରୀତିନୀତି ପ୍ରଲୋଭନ ଗୁଡିକକୁ ଜାଣିବେ, ସବୁ ବିଷୟ ଉପରେ ଜୟଲାଭ କରିବେ। ଆମମାନଙ୍କ ମଧ୍ୟରେ ପ୍ରଭୁଙ୍କ ଦାସ ଅନୁପ ପାଣି ଆଜ୍ଞା ଅଛନ୍ତି, ସେ ଆମମାନଙ୍କୁ ପ୍ରାର୍ଥନାରେ ତୋଳି ଧରିବେ। ଅନୁପ ପାଣି ଆଜ୍ଞାଙ୍କ ସହିତ ପ୍ରାର୍ଥନା ଆମେ କରିବା ଯେ ଯୁବା ଯୁବତୀ ମାନଙ୍କର ପଥ ପରିଷ୍କାର ହେବାର ଅଛି, ବାଇବଲକୁ ଅଧିକ ପରିମାଣରେ ରଖିବାର ଅଛି। ସେଥିପାଇଁ ସେ କହୁଛନ୍ତି ମୁଁ ଯେ ପ୍ରକାର ତୁମ୍ଭ ବିରୁଦ୍ଧରେ ପାପ ନ କରେ ଏଥିପାଇଁ ମୁଁ କଣ କରିଛି, ବାକ୍ୟକୁ ମୋର ହୃଦୟରେ ରଖିଛି, ଥାକରେ ନାହିଁ। ବାଇବଲକୁ ଥାକରେ ରଖିବା ପାଇଁ, ଆଲମେରା ରଖିବା ପାଇଁ ଦିଆଯାଏ ନାହିଁ। ଆମମାନଙ୍କ ହୃଦୟରେ ବାକ୍ୟ ରହିବା, ବାକ୍ୟ ହୃଦୟରେ ଥିବ ସେତେବେଳେ ଆମେ ପାପ ଆମେ କରିପାରିବା ନାହିଁ। ମୁଁ ଯୁବା ସମୟରେ ମୋର ହାତରେ କୌଣସି ପାପ ନ ହେଇଯାଏ, ସେଥିପାଇଁ ମୁଁ ମୋର ହାତରେ ଜିଜସ୍ ଲେଖିବା ପାଇଁ ମୁଁ ଗଲି। ମୁଁ ପାପ କଲାବେଳେ ଜିଜସ୍ ଲେଖାଗଲା ଦେଖିଲେ ମୁଁ ପାପଟା କରିବି ନାହିଁ ବୋଲି ମୁଁ ଲେଖିବାକୁ ମୁଁ ଯାଉଥିଲି। ପ୍ରିୟମାନେ, ଆମମାନଙ୍କର ହୃଦୟରେ ପ୍ରଭୁଙ୍କର ବାକ୍ୟ ରଖିବାର ଆବଶ୍ୟକ।